ଅନୁଭୂତିରେ ଜଗନ୍ନାଥ ମୃତ୍ୟୁର ମୁହଁରୁ ଫେରାଇ ଆଣିଥିଲେ ପ୍ରଭୁ, ସତ ଘଟଣା। ସେ ରାତିରେ ଯଦି ପ୍ରଭୁ ଜଗନ୍ନାଥଙ୍କ କୃପା ନଥାନ୍ତା, ହୁଏତ ଆଜି ମୁଁ ଏହି କାହାଣୀ କହିବା ପାଇଁ ବଞ୍ଚି ନଥାନ୍ତି। ରାତି ପ୍ରାୟ 11ଟା। ଆକାଶରେ କଳା ବାଦଲ। ଝିପ୍ ଝିପ୍ ବର୍ଷା ଲାଗି ରହିଛି। ମୁଁ ଓ ମୋ ସ୍ତ୍ରୀ ଭୁବନେଶ୍ୱରର ବଡ଼ଗଡ଼ ବ୍ରିଟ୍ କଲୋନୀରୁ କଟକ ଫେରୁଥିଲୁ। ଘରୁ ବାହାରିବା ପୂର୍ବରୁ ସବୁଦିନ ପରି ମୁଁ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ବାଇକ୍ ଷ୍ଟାର୍ଟ କରିଥିଲି। ସେତେବେଳେ ମୋତେ ଜଣା ନଥିଲା, ଆଗକୁ ମୋ ଜୀବନର ସବୁଠାରୁ ଭୟଙ୍କର 10 ମିନିଟ୍ ଅପେକ୍ଷା କରିଥିଲା। ରସୁଲଗଡ଼ ପାର ହୋଇ ଆଗକୁ ବଢୁଥିଲୁ। ରାସ୍ତା ପ୍ରାୟ ଶୂନଶାନ୍। କେବଳ ଗୋଟିଏ ଟ୍ରକ୍ ଯାଉଥିଲା। ବର୍ଷା ପାଣି ସହ କାଦୁଅ ଆସି ଆମ ଉପରେ ପଡୁଥିଲା। ଆମେ ଦୁହେଁ ସମ୍ପୂର୍ଣ୍ଣ ଭିଜି ସାରିଥିଲୁ। ହଠାତ୍ ରାସ୍ତା ମଝିରେ କିଛି ଗୋଟେ ପଡ଼ିଥିବା ପରି ଦେଖିଲି। ମୋ ମନରେ ଆସିଲା, ବୋଧେ କୌଣସି ଦୁର୍ଘଟଣା ହୋଇଛି। କେହି ସାହାଯ୍ୟ ଅପେକ୍ଷାରେ ପଡ଼ିଛନ୍ତି। ମୋ ସ୍ତ୍ରୀ ବାରମ୍ବାର କହୁଥିଲେ, ଯାଅନି। ରାତି ବହୁତ ହୋଇଗଲା। କିନ୍ତୁ ମୋ ବିବେକ ମୋତେ ଅଟକାଇ ପାରିଲା ନାହିଁ। ମୋ ବାଇକ୍ ରଖି ଧୀରେ ଧୀରେ ସେ ଲୋକଟି ପାଖକୁ ଗଲି। ଆଉ ତା ପରେ ଯାହା ହେଲା, ତାହା ମୁଁ ସ୍ୱପ୍ନରେ ମଧ୍ୟ ଭାବିନଥିଲି। ସେ ଲୋକଟି ହଠାତ୍ ଉଠି ପଡ଼ିଲା। ତା ହାତରେ ଗୋଟିଏ ଚକଚକିଆ ଛୁରୀ। ସିଧା ମୋ ଆଡ଼କୁ ଦୌଡ଼ି ଆସିଲା। କିଛି ସେକେଣ୍ଡ ଭିତରେ ସେ ଛୁରୀଟିକୁ ମୋ ବେକରେ ଲଗାଇଦେଲା। ମୋ ଶରୀର ଥରି ଉଠିଲା। ଗୋଟିଏ ପଟେ ଛୁରୀ, ଆଉ ଗୋଟିଏ ପଟେ ମୋ ସ୍ତ୍ରୀ, ଯିଏ ଭୟରେ କାନ୍ଦୁଥିଲେ। ସେଦିନ ଆମେ ଗୋଟିଏ ବାହାଘରରୁ ଫେରୁଥିଲୁ। ମୋ ସ୍ତ୍ରୀ ସୁନା ଗହଣା ପିନ୍ଧିଥିଲେ। ଚାରିଆଡ଼େ ଅନ୍ଧାର। ଝିପ୍ ଝିପ୍ ବର୍ଷା। ରାସ୍ତାରେ ପ୍ରାୟ କେହି ନାହାନ୍ତି। ସେହି ମୁହୂର୍ତ୍ତରେ ମୋତେ ଲାଗିଲା, ଏଇଟା ବୋଧେ ମୋ ଜୀବନର ଶେଷ ରାତି। ମୁଁ ବହୁତ ବୁଝାଇଲି, କିନ୍ତୁ ସେ କିଛି ଶୁଣୁନଥିଲା। ସେତେବେଳେ ମୋ ପାଖରେ କୌଣସି ଉପାୟ ନଥିଲା। ମୁଁ କେବଳ ଆଖି ବନ୍ଦ କରି ମନେ ମନେ କହୁଥିଲି, ହେ ପ୍ରଭୁ ଜଗନ୍ନାଥ, ଆଜି ତୁମେ ହିଁ ଭରସା। ସମୟ ଯେମିତି ଅଟକି ଯାଇଥିଲା। ପ୍ରତ୍ୟେକ ସେକେଣ୍ଡ ଗୋଟିଏ ଘଣ୍ଟା ପରି ଲାଗୁଥିଲା। ଠିକ୍ ସେତେବେଳେ ଦୂରରୁ ଗୋଟିଏ ଲାଇଟ୍ ଦେଖାଗଲା। କିଛି ମୁହୂର୍ତ୍ତ ମଧ୍ୟରେ ଟି ଆମ ପାଖରେ ଅଟକିଲା। ଦୁଇଜଣ ବ୍ୟକ୍ତି ତୁରନ୍ତ ଓହ୍ଲାଇ ସେହି ଦୁର୍ବୃତ୍ତକୁ କାବୁ କରିଦେଲେ। ମୋତେ କେବଳ ଏତିକି କହିଲେ, ସାର୍, ଆପଣ ଏବେ ଯାଆନ୍ତୁ। ମୁଁ ଓ ମୋ ସ୍ତ୍ରୀ ଆଉ କିଛି ନ ଭାବି ସେଠାରୁ କଟକ ଅଭିମୁଖେ ବାହାରିଗଲୁ। ପରେ ସୁରକ୍ଷା ପାଇଁ ନିକଟସ୍ଥ ଥାନାରେ ଘଟଣା ବିଷୟରେ ଜଣାଇଲୁ। ସେଠାରେ ଜାଣିଲି, ଯେଉଁ ଦୁଇଜଣ ଆସି ଆମକୁ ବଞ୍ଚାଇଥିଲେ, ସେମାନେ ସାଧାରଣ ଲୋକ ନୁହେଁ। ସେମାନେ ପୋଲିସ ଥିଲେ। ହୁଏତ କେହି ଆଗରୁ ଏହି ଘଟଣା ବିଷୟରେ ଖବର ଦେଇଥିଲେ। ସେଦିନ ମୁଁ ବୁଝିଲି, ଏହି ଦୁନିଆରେ କେତେକ ଲୋକ ଅନ୍ୟର ଜୀବନ ନେବାକୁ ଚାହାନ୍ତି। ଆଉ କେତେକ ଲୋକ ନିଜ ଜୀବନକୁ ବିପଦରେ ପକାଇ ଅନ୍ୟର ଜୀବନ ବଞ୍ଚାନ୍ତି। ମୋ ପାଇଁ ସେଦିନ ସେହି ପୋଲିସ କର୍ମଚାରୀମାନେ ପ୍ରଭୁ ଜଗନ୍ନାଥଙ୍କ ପଠାଇଥିବା ଦୂତ ପରି ଲାଗିଥିଲେ। ଏହା କେବଳ ଏକ ଘଟଣା ନୁହେଁ। ଏହା ମୋ ଜୀବନର ଏକ ଅବିସ୍ମରଣୀୟ ଅନୁଭୂତି। ଜୟ ଜଗନ୍ନାଥ।